তিনটা মাଙ୍କড় তো দেখছো তো দেখছ সে ଗୋଟେ ପାଟିରେ ହାତ ଦେଇଦେଲା ଆଉ ଗୋଟେ ପାଟିରେ ଯେ ହାତ ଦେଇଦେଲା କାହିଁକି ଖାଇବନି ଅଣ୍ଡା ଖାଇବନି କୁକୁଡ଼ା ଖାଇବନି ତାହେଲେ ତମେ ସେମିତି ଗୋଟେ ଦିନ ଘରେ ପାଟିରେ ହାତ ବନ୍ଦ କରି ରଖିବୁ ବେଶୀ କିଛି ଅବସର କରିବନି କାହାକୁ ସେଇଦିନ ପାଠ ପଢିବ ଆଉ ସେଦିନ ପାଠ ଯାହା ପଢିବ କେତେ ମନେ ରହୁଛି ତାକୁ ଲେଖିବ ଆଉ ଦିନେ ଦିନ ସାରା ଗପ କହିବ ସେଦିନ ପାଠ ପଢିବ ଦିଟା ତକ ଇଏ କରିବ ତୁଳନା କରିବ ଦେଖିବ କୋଉ ଦିନ ପାଠ ଅଧିକା ମନେ ରହୁଛି କୋଉ ଦିନ ଅଧିକା ମନେ ରହିବ କହିବ ପରୀକ୍ଷା କରିଛ ହଉ ତାହେଲେ ଏଇଗୁଡ଼ିକ ତମେ ନିଜେ ଅନୁଭବ କରିବ ଛୋଟ ପିଲା ହେଲେ ତମେ ଦେଖ ଏବେଠାରୁ କଳନା ଆମ ସଂସ୍କୃତିର ବାର୍ଷିକ ଉତ୍ସବ ମାଟିତୋଟା ବିଦ୍ୟାଳୟର ସମସ୍ତଙ୍କୁ ମୁଁ ଏହି ଅବସରରେ ସ୍ୱାଗତ ଜଣାଉଛି। ଆମ କଳନା ଆମ ସଂସ୍କୃତି କରିବା ଦ୍ୱାରା ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଶକ୍ତିର ଅନ୍ତର୍ନିହିତ ଗୁଣାବଳୀର ବିକାଶ ହେବ। ଛୋଟ ଛୋଟ ପିଲାମାନେ ବିଭିନ୍ନ ପ୍ରକାର ମାଟି କଣ୍ଢେଇ କାଗଜରେ ବିଭିନ୍ନ ପ୍ରକାର କରିକି ଆସିଛନ୍ତି। ବହୁତ ଭଲ ଲାଗୁଛି। ସମସ୍ତେ ବି ବୁଲି ଦେଖିଲେ ଆମ ଖେଳନା ଆମ ସଂସ୍କୃତିର ମଧ୍ୟ ଆମେ ଗୋଟେ ଷ୍ଟଲ କରିଛୁ। ଆମର ବିଓ ସାର୍ ଏବିଓ ସାର୍ ଏବଂ ଅନ୍ୟ ଅତିଥିମାନେ ସବୁ ଆସିଥିଲେ। ବିଭିନ୍ନ ପ୍ରକାର ସାଂସ୍କୃତିକ କାର୍ଯ୍ୟକ୍ରମ କରାଗଲା। ଏହି ସାଂସ୍କୃତିକ କାର୍ଯ୍ୟକ୍ରମରେ ଆମର ସବୁ ବିଭିନ୍ନ ପ୍ରକାର ଇଭେଣ୍ଟ କରାଯାଇଥିଲା। ସେ ଇଭେଣ୍ଟରେ ଫାର୍ଷ୍ଟ ସେକେଣ୍ଡ ଥାର୍ଡ କରାଯାଇଥିଲା। ସେମାନଙ୍କୁ ସାର୍ଟିଫିକେଟ ଏବଂ ମେଡାଲ ଆମେ ପ୍ରଦାନ କଲୁ। ଆମର ଏହି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ପରିଚାଳନା କମିଟି ସଦସ୍ୟ ଏବଂ ସଭାପତି ମୋତେ ପୂର୍ଣ୍ଣ ମାତ୍ରାରେ ସହଯୋଗ କରୁଥିବାରୁ ମୁଁ ତାଙ୍କୁ ଗଭୀରତମ ପ୍ରଦେଶରୁ ମୋର ଅନ୍ତରର ଗଭୀରତମ ପ୍ରଦେଶରୁ ତାଙ୍କୁ ଧନ୍ୟବାଦ ଦେଉଛି। ବିଶେଷ କରି ଆମର ମନମୋହନ ସାର୍ ମୁନା ସାର୍ ମୋତେ ବହୁତ ହେଲ୍ପ କରିଛନ୍ତି ଏବଂ ବିଦ୍ୟାଳୟର ସଭାପତି ମୋତେ ବହୁତ ହେଲ୍ପ କରିଛନ୍ତି। ଏହିପରି ପ୍ରୋଗ୍ରାମ ଆଗାମୀ ଦିନରେ ଚାଲି ରହିଲେ ପିଲାମାନଙ୍କ ମଧ୍ୟରେ ଥିବା ଅନ୍ତର୍ନିହିତ ଗୁଣାବଳୀର ବିକାଶ ହେବ ଏବଂ ପିଲାମାନେ ନିଶ୍ଚିତ ପ୍ରତିଯୋଗୀ ମନୋଭାବ ତାଙ୍କର ସୃଷ୍ଟି ହେବ।